ଏବେ ସୁଭଦ୍ରା ଯୋଜନା ପାଇଁ ଆସିଲା ଗୋଟିଏ ବହୁତ ବଡ଼ ଖୁସି ଖବର। ଆଉ କ'ଣ ଖୁସି ଖବର ଆସିଛି ଏ ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଜାଣିବା। ଆଉ ଜାଣିବା ପାଇଁ ଆପଣମାନେ ଭିଡ଼ିଓଟି ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସମ୍ପୂର୍ଣ୍ଣ ଜାଣିପାରିବେ। ଏବେ ଦୁଇଟି କିସ୍ତିରେ 10,000 ଟଙ୍କା ଦେବେ ସରକାର ବହୁତ ବଡ଼ ଘୋଷଣା କରିଛନ୍ତି ଆମର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଚ୍ଛା, କେଉଁମାନେ ପାଇବେ 10,000 ଟଙ୍କା ଦୁଇଟି କିସ୍ତି? ପ୍ରଥମ ପର୍ଯ୍ୟାୟର ଚତୁର୍ଥ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦୁଇଟି କିସ୍ତିରେ ଦୁଇଟି ଯାକ କିସ୍ତି ଏକାବେଳେ 10,000 ଟଙ୍କା ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବହୁତ ବଡ଼ ଘୋଷଣା କରିଛନ୍ତି। ଏଇ ନୂଆ ବର୍ଷରେ ଦେବେ। ଏଇ ନୂଆ ବର୍ଷରେ ଉପହାର ଦେବାକୁ ଯାଉଛନ୍ତି ଦୁଇଟି କିସ୍ତିରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟର ଟଙ୍କା। ଆଚ୍ଛା, କେଉଁମାନେ ପାଇବେ? ଯେଉଁମାନଙ୍କୁ 21 ବର୍ଷ ପୂରିଥିବ, ଯେଉଁମାନେ 21 ବର୍ଷ ପୂରିଥିବ, ଯେଉଁମାନେ ସେମାନେ ଆପ୍ଲାଏ କରିଥିବେ, ସେଇମାନଙ୍କୁ ଦୁଇଟି କିସ୍ତିରେ ଏବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବହୁତ ବଡ଼ ଘୋଷଣା କରିଛନ୍ତି। ସେଇମାନଙ୍କୁ ଦୁଇଟି କିସ୍ତି ଯାକ ଏକାବେଳେ 10,000 ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କିନ୍ତୁ ବହୁତ ବଡ଼ ଖୁସି ଖବର ଦେଇଛନ୍ତି। ଆଉ ଯେଉଁମାନେ ପାଇକି ଆସିସାରିଲେଣି ତିନୋଟି କିସ୍ତି ଆଗର 15,000 ଟଙ୍କା, ପ୍ରଥମ କିସ୍ତିରେ ପାଇଲେ 5,000, ଦ୍ୱିତୀୟ କିସ୍ତିରେ ପାଇଲେ 5,000, ତୃତୀୟ କିସ୍ତିରେ ମଧ୍ୟ ପାଇଲେ 5,000 ଟଙ୍କା। ଏବେ ଯେଉଁମାନେ ମଧ୍ୟ ପାଇନାହାନ୍ତି ସେମାନଙ୍କୁ ମଧ୍ୟ ସେମାନଙ୍କର ସରକାର ଦେଖିବେ ତାଙ୍କର କ'ଣ ଅସୁବିଧା ହେଇଛି, ଆଉ ସେମାନଙ୍କର ସବୁ ଠିକ୍ଠାକ୍ କରିନ୍ତି। ସେମାନଙ୍କୁ ମଧ୍ୟ ଯେଉଁମାନେ ପାଇନାହାନ୍ତି ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କାରେ, ଯେଉଁ ଭଉଣୀମାନେ ପାଇନାହାନ୍ତି, ଆଉ ଯେଉଁମାନେ ଯେଉଁ 21 ବର୍ଷ, ସେମାନଙ୍କୁ ତ ଏବେ ପୋର୍ଟାଲ ଖୋଲିଛନ୍ତି, ସେମାନେ ଆପେ ଆପେ ଯୋଡ଼ି ହେଉଛନ୍ତି। ଏବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବହୁତ ବଡ଼ ଘୋଷଣା କରିଛନ୍ତି। 21 ବର୍ଷ ଯେଉଁମାନଙ୍କୁ ପୂରିଛି ସେମାନେ ଦୁଇଟି କିସ୍ତିରେ 10,000 ପାଇବେ। ଏଇ ଜାନୁଆରୀ ମାସ ନୂଆ ବର୍ଷରେ ଦେବେ ବୋଲି ବହୁତ ବଡ଼ ଘୋଷଣା କରିଛି। ଆଉ ଯେଉଁମାନେ ପାଇନାହାନ୍ତି ଏପର୍ଯ୍ୟନ୍ତ ସେମାନଙ୍କୁ ମଧ୍ୟ ତାଙ୍କର କ'ଣ ଅସୁବିଧା ହେଇଛି ସେମାନଙ୍କୁ ମଧ୍ୟ ତାଙ୍କର ଯାଞ୍ଚ କରାଯିବ। ଯାଞ୍ଚ କରି ସେମାନେ ଯଦି ପ୍ରକୃତରେ ସୁଭଦ୍ରା ଟଙ୍କା ପାଇବା ପାଇଁ ଏଲିଜିବୁଲ୍ ହେବେ, ସେମାନଙ୍କୁ ମଧ୍ୟ ଏଇ 21 ବର୍ଷର ଯେଉଁ ପୂରିଥିବା ଯେଉଁମାନେ ପାଇବାକୁ ଯାଉଛନ୍ତି ଦୁଇଟି କିସ୍ତିରେ ପ୍ରଥମ ପର୍ଯ୍ୟାୟର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟର ଟଙ୍କା 2,000 ଟଙ୍କା 10,000, ସେମାନଙ୍କୁ ମଧ୍ୟ ଏଥିରେ ଟଙ୍କା ମିଳିପାରିବ। କିନ୍ତୁ ବହୁତ ବଡ଼ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଖୁସି ଖବର ଦେଇଛନ୍ତି। ଆଉ ପ୍ରଥମରୁ ତ ବିଜେପି ସରକାର ଯାହା କହିଥିଲା ଇଲେକ୍ସନ୍ ପୂର୍ବରୁ, ତାହା ମଧ୍ୟ ସବୁ ଧୀରେ ଧୀରେ ପାଳନ କରୁଛନ୍ତି। ଇଲେକ୍ସନ୍ ପୂର୍ବରୁ କହିଥିଲେ ସୁଭଦ୍ରା ଯୋଜନା 50,000 ଟଙ୍କା ଦେବେ। ଏବେ ତିନୋଟି କିସ୍ତିରେ ଦେଇସାରିଲେଣି 15,000 ଟଙ୍କା। ଚତୁର୍ଥ ପର୍ଯ୍ୟାୟର ଏବେ ପ୍ରଥମ କିସ୍ତି ନୂଆ ବର୍ଷରେ ଦେବେ ବୋଲି ଯେଉଁମାନଙ୍କୁ 21 ବର୍ଷ ପୂରିଥିବ, ଆଉ ସେମାନେ ଯଦି ଆପ୍ଲାଏ କରିଥିବେ, ସେମାନେ ଯଦି ପ୍ରକୃତିରେ ପାଇବା ପାଇଁ ଏଲିଜିବୁଲ୍ ହେବେ, ନିଶ୍ଚିନ୍ତ ସେମାନଙ୍କୁ ଦୁଇଟି କିସ୍ତିରେ 10,000 ଟଙ୍କା ଦେବେ। ଆଉ ଭିଡ଼ିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସମ୍ପୂର୍ଣ୍ଣ ଜାଣିବା। ଭିଡ଼ିଓଟି ଭଲ ଲାଗିଲେ ଗୋଟେ ଲାଇକ୍ କରିଦେବେ, ଆଉ ତାପରେ ସବସ୍କ୍ରାଇବ୍ କରିଦେବେ। ସମ୍ପୂର୍ଣ୍ଣ ଭିଡ଼ିଓଟି ଦେଖନ୍ତୁ। ଯେଉଁମାନେ ସେଇମାନଙ୍କ ପାଇଁ ଖୁସି ଖବର ଆସିଲା, ଯେଉଁମାନେ 21 ବର୍ଷ ପୂରିଥିବ ସେମାନେ ଆପ୍ଲାଏ କରିଥିବେ, ଆଉ ଏବେ ତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିସାରିଛନ୍ତି। ଆଉ ସେମାନେ ତୁରନ୍ତ ଯାଇକି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ୍ ଠିକ୍ଠାକ୍ କରି ରଖନ୍ତୁ। ଆଉ ଯଦି ସବୁ ଠିକ୍ଠାକ୍ ଥିବ ନିଶ୍ଚିନ୍ତ ଦେଖିବେ। ଆଉ ଆପଣମାନେ ଯଦି ଏଲିଜିବୁଲ୍ ହେଇଯିବେ ପାଇବା ପାଇଁ, ପୁରା ଏଇ ଯେଉଁ 21 ବର୍ଷ ଯେଉଁମାନଙ୍କୁ ପୂରିଛି ଆପ୍ଲାଏ କରିଥିବେ, ସେ ନିଶ୍ଚିନ୍ତ ତାଙ୍କୁ ଦୁଇଟି କିସ୍ତିରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବେ ସରକାର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବହୁତ ବଡ଼ ଘୋଷଣା କରିଛନ୍ତି ଏଇ ଜାନୁଆରୀ ମାସ ନୂଆ ବର୍ଷରେ ଦେବେ। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଗୋଟେ ଲାଇକ୍ କରିଦେବେ, ସବସ୍କ୍ରାଇବ୍ କରିଦେବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।